ଖାସ୍ତା ପାଳଙ୍ଗ ପରଟା ଯେଉଁଟାକି ଆପଣ ସକାଳ ବ୍ରେକଫାଷ୍ଟରେ ଖାଇପାରିବେ କିମ୍ବା ଖରାବେଳେ ଲଞ୍ଚରେ ଖାଇପାରିବେ, ନହେଲେ ରାତିରେ ମଧ୍ୟ ଆପଣ ଡିନରରେ କରିପାରିବେ। ଆଉ ତା ସହିତ ଆପଣ କିଛି ବି ମସଲା ତରକାରୀ ହଉ, ନାହିଁ ଯଦି କିଛି ବି ନାହିଁ, ଦହି ମଧ୍ୟ ଅଛି, ତାକୁ ମଧ୍ୟ ଆପଣ ଖାଇପାରିବେ। ଆଉ ପୁରା ପରଫେକ୍ଟ ବନିବ, ପୁରା ଖାସ୍ତା ବାଲା। ଆଉ ଯଦି ଆପଣ ଏମିତି ତାକୁ ଯେଉଁ ସାଇଡ଼୍ରୁ ବି ଆପଣ ତାକୁ ବାହାର କରିବେ ନା, ଏମିତି ପୁରା ପକେଟ୍ ଭଳିଆ ହେବ। ଦେଖନ୍ତୁ ପୁରା ଗରମ ଅଛି ବୋଲି ମୁଁ ଆପଣଙ୍କୁ ହାତରେ ମାନେ ପୁରା କଣ୍ଟିନ୍ୟୁଅସଲି ଦେଖାଇ ପାରୁନି, ତାକୁ ରହି ରହି ଦେଖାଉଛି, କିନ୍ତୁ ଏମିତି ପୁରା ପରଫେକ୍ଟ ବନିବ। ଯଦି ଭିଡ଼ିଓଟି ଭଲ ଲାଗୁଥାଏ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଜାଣିପାରିବେ ମୁଁ କ'ଣ କ'ଣ ଟିପ୍ସ ସେୟାର କରିଛି। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ମୁଁ 2 ବିଡ଼ା ପାଳଙ୍ଗ ଶାଗକୁ ପାଣିରେ ଅଧଘଣ୍ଟେ ଭଳିଆ ଭିଜେଇକି ରଖିଦେଇଥିଲି, ତାକି ତାର ଯେଉଁ ବାଲି ଅଂଶଟା ନା ତଳେ ବସିଯିବ। ତ ଏବେ ପାଣିରୁ ଛାଣିକି ମୁଁ ତାର ଡେମ୍ଫଟାକୁ କାଟି ଦେଇଛି। ଆଉ ଯେଉଁ କଅଁଳିଆ ଡେମ୍ଫ ଅଛି ସେଇଟା ରହିଲେ ଚଳିବ, ମାନେ ଗ୍ରାଇଣ୍ଡିଙ୍ଗ ହେଇପାରିବ। ଆଉ ମୋଟା ଡେମ୍ଫ ଯାହା ସବୁ ଥାଏ ସେଇଟାକୁ ନା ଆପଣ ବାହାର କରିଦେବେ। ଆଉ ତାକୁ ଯେଉଁ ମସଲା ଜାର୍, ମାନେ ଯେଉଁ ଛୋଟ ଜାର୍ଟା, ସେଇଥିରେ ଆପଣ ଅଳ୍ପ ଅଳ୍ପ କରିକି ଗ୍ରାଇଣ୍ଡ କରିବେ, ତାକି ଆପଣଙ୍କର ପେଷ୍ଟ ହେଇଯିବ। ଆଉ ବିନା ପାଣିରେ ମଧ୍ୟ ହେବ, କାରଣ ପାଳଙ୍ଗ ଶାଗରେ ଆମର ପରେ ଯାହା ହେଲେ ବି ସେଥିରୁ ପାଣିଟା ରିଲିଜ୍ ହୁଏ। ତ ସେଥିପାଇଁ ଆପଣ ଷ୍ଟାର୍ଟିଂରୁ ପାଣି ଦେବେନି, ନହେଲେ ଲୁଣ ପକାଇଲା ପରେ ନା ସେଇଟା ଆହୁରି ପାଣିଆ ହେଇଯିବ ଆପଣଙ୍କର ଡୋଟା। ତ ଏବେ ତାକୁ କ'ଣ କରିବେ ନା ପୁରା ଫାଇନ୍ ଗ୍ରାଇଣ୍ଡ କରିବେ। ଦେଖନ୍ତୁ ଏମିତି ହେଲା। ଆଉ ଯଦି ଆପଣଙ୍କର କେଉଁଠି ମାନେ ବାଇଚାନ୍ସ ଯଦି ଡେମ୍ଫ ଟିକେ ଟାଣ ଥିବ, ଗ୍ରାଇଣ୍ଡ ହେଇପାରୁନି, ତାକୁ ରଖିଦେଇକି ନେକ୍ସଟ ଷ୍ଟେପ୍ ଯେଉଁ ଗ୍ରାଇଣ୍ଡ କରିବେ ସେଥିରେ ମଧ୍ୟ ଆପଣ କରିପାରିବ। ଏବେ ମୁଁ ଟୋଟାଲ୍ ପରଟା ପାଇଁ ମୁଁ ନେଇଛି ଏତିକି କଞ୍ଚା ଲଙ୍କା କାଟିକି, ମାନେ ଏଥିରେ ଆକ୍ଚୁଆଲି ବେଶୀ ରାଗ ନାହିଁ, ସେଥିପାଇଁ ମୁଁ ନେଇଛି। ଆପଣ ରାଗ ହିସାବରେ ଟିକେ ଦେଖିକି ନେବେ। ଆଉ ଅଦା ରସୁଣର ପେଷ୍ଟ ମୁଁ ଏଇଠି ନେଇଯାଇଛି। ଯଦି ଆପଣଙ୍କ ପାଖରେ ପେଷ୍ଟ ଅଛି ଭଲ କଥା, ଯଦି ନାହିଁ ତାହେଲେ ଆପଣଙ୍କର କ୍ୱାଣ୍ଟିଟି ହିସାବରେ ଅଦା ରସୁଣ ପକାଇବେ, ମାନେ ଯେମିତି ଆପଣଙ୍କର ପରଟାରେ ଲାଗିବନି, କିନ୍ତୁ ଟେଷ୍ଟରେ ମାନେ ପୁରା ସାଧା ସାଧା ଲାଗିବନି, ସେଥିପାଇଁ ଅଦା ରସୁଣ ପେଷ୍ଟ ଦିଆଯାଏ, ଅଳ୍ପ ପକାଇବେ। ଆଉ ଏବେ ମୁଁ କିଛି ଭଜା ଲଙ୍କା ଜିରା ଗୁଣ୍ଡ ନେଇଛି। ଯଦି ଲଙ୍କା ଜିରା ଗୁଣ୍ଡ ନାହିଁ ତାହେଲେ ଗୋଟା ଜିରା ଆପଣ ଏଇଠି ଗ୍ରାଇଣ୍ଡିଙ୍ଗ ଟାଇମ୍ରେ ପକାଇଦେବେ, ସେଇଟା ମଧ୍ୟ ଚଳିବ। ଏବେ ଦେଖନ୍ତୁ ପୁରା ପେଷ୍ଟଟା ଫାଇନ୍ ପେଷ୍ଟ ହେଇଗଲା। ଏବେ ଗୋଟେ ବଉଲକୁ ଆପଣ ସବୁ କାଢ଼ିଦେବେ। ଆଉ ତାପରେ ଆମର ଯେଉଁ ନେକ୍ସଟ ଯେତିକି ଯାହା ଗ୍ରାଇଣ୍ଡ କରିବାର ଅଛି ଅଳ୍ପ ଅଳ୍ପ କରିକି ଏମିତି ପକାଇବେ। ଦେଖନ୍ତୁ ମୁଁ ପାଣି କେଉଁଥିରେ ବି ଦେଇନି, କିନ୍ତୁ ସେଇଟା ପୁରା ଏମିତି ଲିକ୍ୱିଡ଼ ଫର୍ମରେ ରହିବ। ଏବେ ସ୍ୱାଦ ଅନୁସାରେ ଲୁଣ ଆଉ ଆପଣଙ୍କର ଯେତିକି ଅଟା ସେଇଟା ପକାଇବେ। ଆଉ ତା'ର ଖାସ୍ତା ପାଇଁ ସବୁଠୁ ସିକ୍ରେଟ୍ ଜିନିଷ ହେଉଛି ଏଇଠି ଆପଣ ବେସନ ଦେବେ। ବେସନ ଦେଲେ କ'ଣ ନା, ସେ ଯେଉଁ ପାଣିଟା ଆପଣଙ୍କର ବେଳେବେଳେ ଟିକେ ଯଦି ପାଣିଆ ହେଇଯାଇଥିବ କ'ଣ, ପାଣିଟାକୁ ସେ ଆବଜର୍ବ କରିବ ଫାର୍ଷ୍ଟ ଥିଙ୍ଗ। ସେକେଣ୍ଡ ଥିଙ୍ଗ ହେଉଛି ଆପଣଙ୍କର ପରଟାରେ ମାନେ ଗୋଟେ ଖାସ୍ତାପନ ଗୋଟେ ଆସିବ। ଆଉ ଏବେ ତାକୁ ନା ଭଲସେ ଆପଣ ଏମିତି ଚକଟିବେ ଯେମିତି ଅଟା ଚକଟୁଛନ୍ତି। ଆଉ ଯଦି ଟିକେ କେଉଁଠି ଯଦି ଲାଗିଯାଇଛି, ଆପଣଙ୍କୁ ପାଣିଆ ଭଳିଆ ହେଇଯାଇଛି କି କ'ଣ, ଅଳ୍ପ ଅଳ୍ପ ଅଟା ଦେଇକି ଆପଣ ଆଡ଼ଜଷ୍ଟ କରିବେ। ଜମା ତେଲ ଦେବେନି, କିଛି ନାହିଁ। ପୁରା ହେଲ୍ଦି ମାନେ ଆପଣଙ୍କର ପାଳଙ୍ଗ ପରଟା ହେବ। ଆଉ ଏବେ ତାକୁ କ'ଣ କରିବେ ନା ଟିକେ ସମୟ କଭର୍ ଦେଇକି ରଖିଦେବେ 10ରୁ 15 ମିନିଟ୍ ଭଳିଆ। ଦେଖନ୍ତୁ 10 ମିନିଟ୍ ପରେ ଯେତେବେଳେ ଆପଣ କାଢ଼ିବେ ନା ସେଇଟା, ତେଣୁ ଷ୍ଟାର୍ଟିଂରୁ ଯେତେବେଳେ ଆପଣ ଅଟାଟା ଚକଟିଥିବେ ନା ଟିକେ ଟାଣ ରଖିକି ଚକଟୁଥିବେ, ମାନେ ଏତେ ବି ଟାଣ ନୁହଁ, ମାନେ ଯେମିତି ରୁଟି କରୁଛନ୍ତି ସେଇଭଳିଆ, ତାକି 10 ମିନିଟ୍ ପରେ ନା ସେ ଆଉ ଟିକେ ସଫ୍ଟ ହେଇଯାଇଥିବ। ଆଉ ଏବେ ଆପଣଙ୍କର ରୁଟିର ମାନେ ପରଟାର ସାଇଜ୍ ଯେତିକି ସେଇ ହିସାବରେ ଗୋଟେ ଗୋଳା ନେଇଯିବେ। ଆଉ ତାକୁ ଏମିତି ରାଉଣ୍ଡ ସେପ୍ର କରିଦେବେ। ଆପଣ ବେଲନା ବାଡ଼ିରେ କରନ୍ତୁ କିମ୍ବା ସ୍ଲାବରେ କରନ୍ତୁ, ଯେଉଁଥିରେ ବି କରନ୍ତୁ, ସେଇଟାକୁ ଟିକେ ଭଲସେ ପୋଛିଦେବେ। ଆଉ କିଛି ଶୁଖା ଅଟା ଦେଇକି ତାକୁ ଏମିତି ରାଉଣ୍ଡ ସେପ୍ର କରିଦେବେ, ମାନେ ଯେମିତି ଆପଣ ରୁଟି ବନାଉଛନ୍ତି। ଆପଣଙ୍କର ଦରକାର ମାନେ ଯଦି ବଡ଼ ବଡ଼ କରୁଛନ୍ତି ସେଇ ହିସାବରେ ଗୋଲା ବଡ଼ ନେବେ, ଯଦି ମାନେ ମିଡ଼ିୟମ୍ ରଖୁଛନ୍ତି ତାହେଲେ ଗୋଲା ଆପଣଙ୍କର ମଧ୍ୟ ମିଡ଼ିୟମ୍ ରଖିବେ ଆପଣଙ୍କର ସାଇଜ୍ ହିସାବରେ। ମୁଁ ଆଜି ଟ୍ରାଙ୍ଗେଲ୍ ସେପ୍ର ବନେଇଛି, ତ ସେଥିପାଇଁ ଯେଉଁ ଫାଷ୍ଟ ଗୋଟେ ରାଉଣ୍ଡ ସେପ୍ କରିଦେବେ, ସେଥିରେ ଅଳ୍ପ ଟିକେ ତେଲ ହେଉ କିମ୍ବା ଘିଅ ହେଉ ଦେଇଦେବେ। ତାପରେ ତାକୁ ଏମିତି 3ଟା ଫୋଲ୍ଡ କରିଦେବେ। ଯଦି ଆପଣ ସ୍କୋୟାର ଟାଇପ୍ର କରୁଛନ୍ତି ତା ମଧ୍ୟ ଚଳିବ। ମୁଁ ଟ୍ରାଙ୍ଗେଲ୍ ସେପ୍ର ବନେଇଛି। ଆଉ ଏମିତି ପୁରା ସବୁ ସାଇଡ଼୍ରୁ ଟିକେ ଦେଖିବା ପାଇଁ ସୁନ୍ଦର ଲାଗିବ। ଏବେ ତାୱା ଆମର ଗରମ ଅଛି, ଆଉ ତାକୁ ଗୋଟେ ସାଇଡ଼୍ ପକାଇବେ। ଯେତେବେଳେ ଗୋଟେ ସାଇଡ଼୍ରୁ ଟିକେ ବବୁଲ୍ ଭଳିଆ ଆସିବ, ତାପରେ ଆପଣ ନେକ୍ସଟ ସାଇଡ଼୍କୁ ଓଲଟେଇବେ। ଏମିତି ଦେଖନ୍ତୁ ଏଇଠି ମୁଁ ଘିଅ ଦେଇଛି, ଆପଣ ଚାହିଁଲେ ତେଲ ମଧ୍ୟ ଦେଇପାରିବେ। ଆଉ ତାପରେ ତାକୁ କ'ଣ କରିବେ ନା ପୁଣି ଦୁସରା ସାଇଡ଼୍କୁ ଆପଣ ତାକୁ ଓଲଟେଇବେ। ଆଉ ଦୁଇ ସାଇଡ଼୍ ଦେଖିବେ ଯେତେବେଳେ ସେ ଆସ୍ତେ ଆସ୍ତେ ଏମିତି ଫୁଲି ଆସିବ, ଏମିତି ଯେତେବେଳେ ଫୁଲି ଆସିବ ଜାଣିବେ ଯେ ପରଟାଟା ଆପଣଙ୍କର ହେଇ ଆସିଲାଣି। ଏବେ ଗ୍ୟାସ୍ର ଫ୍ଲେମ୍ ଆପଣଙ୍କୁ ଟିକେ ମିଡ଼ିୟମ୍ ରଖିବାକୁ ପଡ଼ିବ। ଯଦି ହାଇରେ ଦେଇଛନ୍ତି ମିଡ଼ିୟମ୍ ରଖିବେ, ଯଦି ମିଡ଼ିୟମ୍ରେ ବନାଉଛନ୍ତି ତାହେଲେ ଆପଣ ଗ୍ୟାସ୍ର ଫ୍ଲେମ୍ ଟିକେ କମ୍ କରିଦେବେ।
ଆଉ ଜମା ମାନେ ପୁରା लो फ्लेम्रे जमा भी करेनि मीडियम रखिए ना मीडियम रु हाई रखिए एतिक भितर आपंकर परोटाटा हम आउ एमती टिके चिपी चिपी देवे ताकि चारि साइड्रु सी सिझी भी जीव देखंतु एमती हम पूरा परफेक्ट बनिबो खास्ता हम आपन ताकू जदी माने हटकेस रे रखी दउचंदी राति रे बनेकी सकाळ आपन खरा बेले पर्यंत मध्य सेमती सॉफ्ट हेकी थिबो ताकू आपन आराम से खाई परिबे किछि नष्ट भी होबनी आउ जदी आपनकर अटा चकटाटा माने जो डोटा जो बनेइचंती सेइटा भी जदी बळी भी जाउची आपन ता पर दिन माने आज राति रे जदी कले ता पर दिन राति की मध्य से रहिबो किछि होबनी देखंतु एमती पूरा परफेक्ट बनिबो सबु आडू पूरा सिझीची आराम से हेची आउ बढ़िया हेची मु आपन आउ गोटे मध्य बनेकी देखौची देखंतु एमती ट्रायंगल शेप रो हबो गोटे साइड हेकी बबल बबल आसीबो जानिबे जे आपनकर हे गला मु एटा को तेल देइची सेटा को घियो देइथिली एटा को तेल देइची आपनकर जोटा इच्छा आपन सेटा करि परिबे जदि आपन केबे पर्वपर्वाणी रे बनौचंती ताहाले आपन सेठी रसुनटा स्किप करिवे खाली अदा मध्य देइकी करि परिबे किछि टेस्ट रे एते भी डिफरेंस आसेनी देखंतु एमती हबो और बहुत ही भल लगे जदि केबे पर्वपर्वाणी रे बनौचंती किमा सकाळे भी बनौचंती करिवा पई समय नै ता सहित दही रे टिके हल्का बीट लूण पके देबे भजा लंका जीरा गुंड टिके पके देबे ता सहित मध्य खाइबे भल लागिबो।